ଖୋଲିଲା ଦୁଇଟି ପାଠପଢ଼ା ଶ୍ରେଣୀଗୃହ। ଆଜି ବିଜେପୁର ଶଙ୍କର୍ଷଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୁଇଟି ନୂତନ ପାଠପଢ଼ା ଶ୍ରେଣୀଗୃହ କୋଠରୀ ମାନ୍ୟବର ବିଜେପୁର ବିଧାୟକ ଶ୍ରୀମାନ ସନତ କୁମାର ଗର୍ତ୍ତିଆଙ୍କ କରକମଳରେ ଶୁଭ ଉଦ୍ଘାଟନ କରାଯାଇଛି ଏବଂ ପୂର୍ବତନ ଶିକ୍ଷକମାନଙ୍କୁ ସମ୍ମାନିତ କରାଯାଇଛି। ତେବେ ନିଜେ ବିଧାୟକ ସମ୍ମାନିତ କରିଥିଲେ ପୂର୍ବତନ ଶିକ୍ଷକମାନଙ୍କୁ, ଯାହାର ଚିତ୍ର ଦେଖିବାକୁ ମିଳିଛି। ତେବେ ପିଲାଙ୍କ ପାଇଁ ଦୁଇଟି ପାଠ ପଢ଼ିବା ପାଇଁ ଶ୍ରେଣୀଗୃହର ଆଜି ଶୁଭ ଉଦ୍ଘାଟନ କରାଯାଇଛି। ସେହି ମୁହୂର୍ତ୍ତର ଏ ହେଉଛି ଚିତ୍ର। ତେବେ ବିଜେପୁର ବିଧାୟକ ଶ୍ରୀମାନ ସନତ କୁମାର ଗର୍ତ୍ତିଆ ଯୋଗ ଦେଇଥିଲେ ଏବଂ ତାଙ୍କର କରକମଳରେ ଏହି ପାଠପଢ଼ା ଶ୍ରେଣୀ କୋଠରୀ ଗୁଡ଼ିକ ଯେଉଁ ଦୁଇଟି ନୂତନ କୋଠରୀ ଅଛି ତାକୁ ଶୁଭ ଉଦ୍ଘାଟନ କରାଯାଇଛି। ଏହା ସହିତ ପୂର୍ବତନ ଶିକ୍ଷକମାନେ ଯେଉଁ ରହିଥିଲେ ତାଙ୍କୁ ସମ୍ମାନିତ କରୁଥିବା ବେଳର ଏ ହେଉଛି ଫଟୋଚିତ୍ର ମଧ୍ୟ ଦେଖିବାକୁ ମିଳିଛି।